ଯେକୌଣସି ମଣିଷର ଯେତେବେଳେ ଜେଲ୍ ଯିବାର ଭୟ ଥାଏ ସିଏ ସେତେବେଳେ ଏଇଭଳି ସବୁ ପ୍ରଳାପ କରିଥାନ୍ତି। ଇଏ ସେଥିରୁ ମଧ୍ୟ ଜଣେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିରୁଦ୍ଧରେ ସେ ନୂଆପଡ଼ାରେ ଯେଉଁ ଅପଶବ୍ଦ ବ୍ୟବହାର କରିଥିଲେ ସେ ଅପଶବ୍ଦ ବ୍ୟବହାର ପାଇଁ ଖୁବ୍ ଶୀଘ୍ର ସିଏ ଜାଣିଛନ୍ତି ତାଙ୍କର ସ୍ଥାନ ହେଉଛି ନୂଆପଡ଼ା ଜେଲ୍ରେ। ତେଣୁକରି ଯେତେବେଳେ ଜେଲ୍ରେ ସ୍ଥାନ ଅଛି ସେ ନିଶ୍ଚିତ ଜାଣିସାରିଲେଣି, ତେଣୁକରି ଏଇଭଳି ପ୍ରଳାପ ସବୁ ସେ କରିବେ। ଏନେ ବାସ୍ତବିକତା ହେଉଛି ଯେ ଯେହେତୁ ସେ ପ୍ରଧାନମନ୍ତ୍ରୀଙ୍କ ନାଁରେ ଏଭଳି ଅପଶବ୍ଦ ବ୍ୟବହାର କରିଛନ୍ତି, ଆମ ପାଖରେ ଯେତିକି ଖବର ଅଛି ମାନ୍ୟବର ବିରୋଧୀ ଦଳର ନେତା ତଥା ବିଜୁ ଜନତା ଦଳର ସଭାପତି ତାଙ୍କୁ ତାଗିଦ କରିଛନ୍ତି। ଏ ତାଗିଦ ଫଳରେ ସିଏ ବର୍ତ୍ତମାନ କେଉଁ କୂଳରେ ଆଉ ହେଇପାରୁନାହାନ୍ତି। ବିଜୁ ଯାତ୍ରା ଦଳ ଯେଉଁ ବିଜୁ ଯାତ୍ରା ଦଳ ଅଛି, ଦେଖିବେ ସେ ଯାତ୍ରା ଦଳରେ ବର୍ତ୍ତମାନ ତ ଯାହା ସ୍ଥିତି ଅଛି ଆପଣ ଜାଣିଛନ୍ତି। ସେଥିରେ ତ ଟିକେ ଏଣ୍ଟରଟେନମେଣ୍ଟ ଦରକାର। ଏଣ୍ଟରଟେନମେଣ୍ଟ ହେଲେ ବିଭିନ୍ନ ପ୍ରକାର କଳାକାର ବି ଆବଶ୍ୟକତା ଅଛି। ଯେତେବେଳେ ତାଗିଦ କରିସାରିଛନ୍ତି ଏବଂ ତାଙ୍କର ଗୋଟିଏ ଯେଉଁଟା ତାଙ୍କର ମୂଳ ଦଳକୁ ଯେତେବେଳେ ବଡ଼ ଭାଇ ଦଖଲରେ ରଖିଦେଇଛି, ଆଙ୍କର ବର୍ତ୍ତମାନ ସ୍ଥାନ ନାହିଁ। ଇଏ ଯାହାକୁ ବସ୍ କରିଥିଲେ ବର୍ତ୍ତମାନ ସିଏ ବାହାରେ ସୁପ୍ରିମୋ ଯେତେବେଳେ ତାଗିଦ କରିସାରିଛନ୍ତି, ତେଣୁକରି କରିବେ କ'ଣ? ସେ ସେଥିପାଇଁ ଏଇଭଳି ସବୁ ପ୍ରଳାପ କରୁଛନ୍ତି। କିନ୍ତୁ ବାସ୍ତବିକତା ହେଉଛି ଏଥିରେ ମଧ୍ୟ ସେ ଯାହା ପାଇଁ ଏଭଳି ଏଫଆଇଆର କରିଛନ୍ତି ସିଏ ମଧ୍ୟ ତାଙ୍କୁ ସୁରକ୍ଷା ଦେଇପାରିବେ ନାହିଁ। କେବଳ ଯାତ୍ରା ପାର୍ଟିରେ ଏଇଭଳି ବିଭିନ୍ନ ପ୍ରକାର କଳାକାର ରୁହନ୍ତି, କଳାକାର ଭିତରେ ଇଏ ଗୋଟେ ଏଣ୍ଟରଟେନମେଣ୍ଟ କରିଛନ୍ତି, ସେ ଏଣ୍ଟରଟେନମେଣ୍ଟ କରନ୍ତୁ। ଓ ଆଉ ଗୋଟିଏ କଥା ହେଉଛି ସିଏ ଯଦି ଉପରକୁ ଅନେଇକି ଛେପ ପକାଇବେ, ସେ ଭାବୁଥିବେ ଆକାଶକୁ ମୁଁ ଛେପ ପକାଉଛି ବୋଲି, ଛେପ ତାଙ୍କ ମୁହଁରେ ପଡ଼ିବ। ଜାଣିବା ଦରକାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଉଚ୍ଚତା ବହୁତ ଉପରେ। ଇଏ ଯେହେତୁ ଗୋଟେ ଚାକିରି ଛାଡ଼ିକି ଆସିଥିଲେ, ଗୋଟେ ସ୍ୱପ୍ନ ଦେଖିଥିଲେ ଯେ ମୁଁ ଗୋଟେ କ'ଣ ହେଇଯିବି, କିଛି ହେଇପାରିଲେନି, ସେଥିପାଇଁ ଅତ୍ୟଧିକ ଫ୍ରଷ୍ଟ୍ରେଟେଡ୍ ହେଇକି ସେ ଏଭଳି ବ୍ୟବହାର କରୁଛନ୍ତି। ବିଜେଡିରେ ବର୍ତ୍ତମାନ ଯେଉଁ ସ୍ଥିତି ଅଛି, ବିଭିନ୍ନ ପ୍ରକାର କଳାକାର ଅଛନ୍ତି। ସବୁବେଳେ ତ ସିରିୟସ୍ ସିନ୍ ଚାଲିବନି। ବର୍ତ୍ତମାନ ତ ଏଣ୍ଟରଟେନମେଣ୍ଟ ପାଇଁ କେହି ତ ନା କେହି ଦରକାର ନା ନାହିଁ। ଯେତେବେଳେ ଗୋଟି ଦେଖନ୍ତୁ ତାଙ୍କର ମୂଳ ଦଳରେ ତାଙ୍କ ବଡ଼ ଭାଇ ନେଇଗଲେ, ଇଏ ଯେଉଁ ଦଳଟିକି ଆସିଛନ୍ତି ସେ ଦଳରେ ଯେତେବେଳେ ତାଙ୍କର ଯିଏ ସୁପ୍ରିମୋ ସିଏ ତାଗିଦ କରିଛନ୍ତି କ'ଣ ପାଇଁ ତମେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଏଭଳି ଅପଶବ୍ଦ ୟୁଜ୍ କରୁଛ, ତାହେଲେ ଇଏ କାହାର ହେବେ? କିନ୍ତୁ ଏଇଟା ସତ, ଯିଏ ଜେଲ୍ରେ ଯାହାର ସ୍ଥାନ ସିଏ ଏଇଭଳି ଅପଳାପ କରେ, ଇଏ ଅପଳାପ କରୁଛନ୍ତି।